କିନ୍ତୁ ଏତିକି ଭକ୍ତ ଆଖିରେ ଲୁହ ଦେଖିଲେ ସେ ସମ୍ଭାଳି ପାରନ୍ତି ନାହିଁ। ଏଟା ଆଉ ଧ୍ରୁବ ସତ୍ୟ। କାଲି ମୁଁ ପରୀକ୍ଷା କରିଛି, ମୋ ଆଖିରେ ଲୁହ ଆସିଗଲା। ଆଉ ଯୋଉ କାହିଁକି ଲୁହ ଆସିଲା, ଏକରେ ମୂଷା, ଦୁଇରେ ମଶା, ତିନିରେ ବର୍ଷା, ତା ସାଙ୍ଗରେ ପ୍ରବଳ ଘଡଘଡି, ଯୋଉ ଘଡଘଡି ଘର ଦ୍ୱାରା ଆଲୋଡ଼ କରିଦଉଥାଏ ଆଉ ଘର ପାଖରେ ମାରୁଥାଏ। ମୁଁ କହିଲି ପ୍ରଭୁ ତୁ ମତେ ଏକରେ ଘରେ ବର୍ଷା କରୁଛୁ, ଦୁଇରେ ମୂଷା ପଡିଛି, ମୂଷା ଆସି ଉପରେ ଚଢୁଛି, ତିନିରେ ମଶା କାମୁଛି, ଇଏ ଭଲ ନୁହେଁ। ମୋ ଆଖି ଲୁହ ବାହାରି ପଡିଲା। ଆପଣଙ୍କୁ ମିଛ ମତେ ସତ, ବର୍ଷା ବନ୍ଦ ହେଇଗଲା, ଦ୍ୱାଦଶ ଯୋଜନ ଘୁଞ୍ଚିଗଲା, ବର୍ଷା ଘଡଘଡି ସବୁ ମାନେ ତତ୍କ୍ଷଣାତ ବନ୍ଦ ହେଇଗଲା। ଏଇ ଯୋଉ ସୁଖ ଖବର ଦେଲି, ଆକୁ କେତେ ଲୋକ ବିଶ୍ୱାସ କରିବେ, କେତେ ଲୋକ ବିଶ୍ୱାସ କରିବେ, ମୋର ସେଥିରେ ଯାଏ ଆସେ ନାହିଁ। ଓಂ ନମୋ ଗଣେଶାୟ ନମଃ। ଓಂ ନମୋ ଶ୍ରୀ ଗୁରୁବେ ନମଃ। ଆଜି ପବିତ୍ର ନବରାତ୍ରରେ ଆମେ ମାଙ୍କର ଯୋଉ ନବଦୁର୍ଗା ଅଛନ୍ତି, ଯାହା ମାର୍କଣ୍ଡ ଋଷି କହିଛନ୍ତି, ଆମେ କହୁନୁ ସେହି କଥାକୁ ଆଜି ଆମେ ଆପଣଙ୍କ ସମ୍ମୁଖରେ ଓଡିପିକ୍ ଚ୍ୟାନେଲ ତରଫରୁ ନବରାତ୍ରିରେ ସମସ୍ତଙ୍କୁ ଅଶେଷ ଆଶୀର୍ବାଦ ଦଉଛୁ। ମା ସମଗ୍ର ମଙ୍ଗଳ କରନ୍ତୁ। ଆଉ ଗୁରୁଜନ ମାନଙ୍କୁ ପ୍ରଣାମ କରୁଛୁ, ଆଉ ଲଘୁଜନ ମାନଙ୍କୁ ଆଶୀର୍ବାଦ ଦଉଛୁ। ଯୋଉ ମାଙ୍କର ଆଜି ଅଛି ନବ ଦୁର୍ଗା ନବରାତ୍ରି ପୂଜା, ଆମ ସେଇ ବିଷୟରେ କିଛି ଆପଣଙ୍କୁ କହିବୁ। ଆମେ ଯୋଉ କଥା କହିବୁ ତା ଆପଣ ଜାଣିଛନ୍ତି, ସମସ୍ତଙ୍କରେ ଟିଭି ରେଡିଓରେ ପ୍ରଚାର ହଉଛି। ତାକୁ ବ୍ରହ୍ମା କହିଛନ୍ତି, ପ୍ରଥମ ଶୈଳ ପୂର୍ତ୍ତିଚ, ଦ୍ୱିତୀୟ ବ୍ରହ୍ମଚାରିଣୀ, ତୃତୀୟ ଚନ୍ଦ୍ର ଘଟେତି, କୁଷ୍ମାଣ୍ଡେତି ଚତୁର୍ଥକମ୍, ପଞ୍ଚମ ସ୍କନ୍ଦ ମାତେତି, ଷଷ୍ଠ କାତାୟିନୀ ତଥା ସପ୍ତମ କାଳରାତ୍ରି ମହାଗୌରୀରାଷ୍ଟମ, ନବମ ସିଦ୍ଧିଦାତ୍ରୀ ନବଦୁର୍ଗା ପ୍ରକୃତିତା। ତାକୁ ବ୍ରହ୍ମା କହିଲେ, ପୁଣି ଉକ୍ତାନି ନମାନି ବ୍ରହ୍ମଣେ ଏବଂ ମହାତ୍ମନା ଅଗ୍ନିନା ଦେହ ମାନସ୍ତୁ ଶତ୍ରୁ ମଧ୍ୟ ରତେ ଗ୍ରଣେ ବିଷମେ ଦୁର୍ଗବେ ଚୈବ ଭୟାତା ଶରଣଗତା ନ ତୁଷା ଯାଇତେ କିଞ୍ଚିତ୍ ଧ୍ରୁବ ରଣ ସଙ୍କଟେ ନାପତ ତସ୍ୟ ପକ୍ଷାମି ଶୋକ ଦୁଃଖ ଭୟ ନେହି। ମାନେ ଆକୁ ଆପଣ ଯଦି ସ୍ମରଣ କରିବେ, ଯାହାକୁ ବ୍ରହ୍ମା କହିଛନ୍ତି, ଆମେ ଆପଣଙ୍କୁ କହୁଛୁ, ଆଦିରେ କଣ ହବ ଆପଣଙ୍କର, ଯୋଉମାନେ ୟାକୁ ଶୁଣିବେ। ପିତାମହ କହିଲେ, ଯାହା ଏହି ସଂସାରରେ ପରମ ଗୋପନୀୟ କଥା, ମନୁଷ୍ୟ ମାନଙ୍କୁ ସବୁ ପ୍ରକାର ରକ୍ଷା କରେ ଏବଂ ଆପଣଙ୍କର ବର୍ତ୍ତମାନ ସୁଦ୍ଧା ଯାହା କାହାକୁ କହିନାହାନ୍ତି ଏ କଥା, ଏତାଦୃଶ କୌଣସି ସାଧନାକୁ ମତେ କୁହନ୍ତୁ। କିଏ? ମାର୍କଣ୍ଡ ଋଷି କହିଲେ, କାହାକୁ? ବ୍ରହ୍ମାକୁ। ବୁଝିଲେ ଆଜ୍ଞା? ଆଜ୍ଞା। ସେଠୁ ବ୍ରହ୍ମା କହିଲେ, କଣ ବ୍ରହ୍ମା କହିଲେ? ଅସ୍ତି ଗୁହ୍ୟତମ ବିପ୍ର ସର୍ବଭୂତ ପ୍ରକାରକମ୍ ଦେବାସ୍ତୁ ନବପୁଣ୍ୟତ ତ ଶୁଣୁଛୁ ମହାତ୍ମନେ। କହିଲେ, ଯୋଉ ନବ ରାତ୍ରିରେ ନବ ପୂଜା ଅଛି, ସେ ଗୋପନୀୟ କଥା କହିଲେ। ମାନେ ଏଇଟା ହଉଛି କଣ, ସମସ୍ତ ପ୍ରାଣୀ ମାନଙ୍କର ଉପକାର ଅଟେ। ଏ ମହାମୁନି, ତାହାକୁ ତୁମେ ଶ୍ରବଣ କର ବା କରନ୍ତୁ। ଦେବଙ୍କର 9ଟି ମୂର୍ତ୍ତି ରହିଛି, ତାହାକୁ ନବଦୁର୍ଗା କହନ୍ତି। ତେଣୁ ଏଠାରେ ତାଙ୍କର ପୃଥକ ପୃଥକ ନାମ ମୁଁ ପ୍ରକାଶ କରୁଛି। ମାନେ କିଏ? ବ୍ରହ୍ମା କହିଲେ ମାର୍କଣ୍ଡ ଋଷି କି। ବୁଝିଲେ ଆଜ୍ଞା? ଆଜ୍ଞା। କହିଲେ କଣ, ଯୋଉ ପ୍ରଥମ ଶୈଳପୁତ୍ରୀ, ମାନେ ଶୈଳପୁତ୍ରୀ ହେଲା ପ୍ରଥମ, ଦ୍ୱିତୀୟ ମୂର୍ତ୍ତିର ନାମ ହେଲା ବ୍ରହ୍ମଚାରିଣୀ, ତୃତୀୟ ସ୍ୱରୂପ ହେଲା ଚନ୍ଦ୍ରଘଣ୍ଟା, ପ୍ରସିଦ୍ଧି ଅଛି। ଚତୁର୍ଥ ମୂର୍ତ୍ତି ହେଲା କୁଷ୍ମାଣ୍ଡା, ସମସ୍ତେ କହୁଛନ୍ତି। ପଞ୍ଚମ ଦୁର୍ଗାଙ୍କ ନାମ ହେଲା ସ୍କନ୍ଦମାତା। ଦେବୀଙ୍କର ଷଷ୍ଠ ରୂପକୁ କାତାୟିନୀ କୁହାଯାଇଛି, ସପ୍ତମକୁ କାଳରାତ୍ରି, ଅଷ୍ଟମକୁ ମହାଗୌରୀ, ଏଇନା ପ୍ରସିଦ୍ଧ ଜଗତରେ। ତେଣୁ ନବମରେ ସିଦ୍ଧିଦାତ୍ରୀ, ମାନେ ସିଦ୍ଧିଦାତ୍ରୀ,
ତେଣୁ ଏଇ ସବୁ ନାମ ସର୍ବଜ୍ଞ ମହାତ୍ମା ବେଦ ଭଗବାନଙ୍କର ଦ୍ୱାରା ହିଁ ପ୍ରତିପାଦିତ ହୋଇଛି। ଯେଉଁ ମନୁଷ୍ୟ ଅଗ୍ନିରେ ଦଗ୍ଧ ହୋଇଛି ବା ରଣଭୂମିରେ ଶତ୍ରୁମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇଛି, ବିଷୟ ସଙ୍କଟରେ ପଡ଼ିଛି ତଥା ଏହି ପ୍ରକାର ଭୟରେ ଆତୁର ହୋଇ ଯେଉଁମାନେ ଭଗବତୀ ଦୁର୍ଗାଙ୍କ ଶରଣପ୍ରାପ୍ତ ହୋଇଛନ୍ତି ସେମାନଙ୍କର କେବେ କୌଣସି ଅମଙ୍ଗଳ ହୁଏ ନାହିଁ। ଯୁଦ୍ଧ ସମୟରେ ବା ବିପଦ ପଡ଼ିଲେ ସେମାନଙ୍କର କୌଣସି ବିପତ୍ତି ଦେଖାଦିଏ ନାହିଁ। ସେମାନଙ୍କୁ ଶୋକ ଦୁଃଖ ଭୟ ପ୍ରାପ୍ତି ହୁଏ ନାହିଁ। ଏଇ ଯୋଉ ନାମ ଗୁଡ଼ିକ କହିଲି ଯଦି ସ୍ମରଣ କରେ ଦୈନନ୍ଦିନ। ତାପରେ କହିଲେ ଯେଉଁମାନେ ଭକ୍ତି ପୂର୍ବକ ମହାଦେବୀକୁ ସ୍ମରଣ କରନ୍ତି ସେମାନଙ୍କ ନିଶ୍ଚିତ ଭାବରେ ଅଭ୍ୟୁଦୟ ହୁଏ। ସେ ହେଉଛନ୍ତି ଦେବେଶ୍ୱରୀ ଜଗଜ୍ଜନୀ କୃପାମୟୀ। ଯେଉଁ ବ୍ୟକ୍ତି ଏ ପ୍ରଭୁଙ୍କର ନାମ ଚିନ୍ତନ କରନ୍ତି ସେମାନଙ୍କୁ ତୁମେ ନିଃସନ୍ଦେହରେ ରକ୍ଷା କର। ମାକୁ କହିଲେ ଏକଥା ମାକଡ଼ ଋଷିକି ବ୍ରହ୍ମା କହିଲେ ଯେ ରକ୍ଷା କରନ୍ତି। ମା ଚାମୁଣ୍ଡା ଦେବୀ ପ୍ରେତ ଉପରେ ଆରୂଢ଼ ହୁଅନ୍ତି। ତେଣୁ ତାଙ୍କୁ ଭକ୍ତି ଭାବରେ ଯେ ଡାକେ ସେ ତାକୁ ସାହାଯ୍ୟ ହୁଅନ୍ତି। ବା ତାହା ହଉଛି କଣ, ଯେତ୍ୱା ସ୍ମରତି ଦେବସୀ ରକ୍ଷତେ ତାନ ସଂଶୟ ପ୍ରେତ ସଂସ୍ଥା ତୁ ଚାମୁଣ୍ଡା ବରାହ ମହିଷାସନ। ମାନେ ତା ଅର୍ଥ ହଉଛି ସେ ପରମ ବୈଷ୍ଣବୀ ହେଲେ ବି ମହିଷୀ ଉପରେ ବି ଆସନ ସ୍ଥାପନ କରିଛନ୍ତି। ଏମିତିରେ ବି ବାହନ ଐରାବତ ହସ୍ତିରେ ମଧ୍ୟ ଆସନ୍ତି। ଏ ବର୍ଷ ଗଜବାହନରେ ଷୋଳ ପୂଜାରେ ଆସିଛନ୍ତି। ଗରୁଡ଼ ଉପରେ ମଧ୍ୟ ସେ ଆସନ୍ତି। ମାହେଶ୍ୱରୀ ବୃଷଭ ଉପରେ ମଧ୍ୟ ଆସନ୍ତି। କୌମାରୀ ବାହନରେ ଆସନ୍ତି। ମୟୂର ବାହନରେ ଆସନ୍ତି। ବିଷ୍ଣୁଙ୍କର ପ୍ରିୟତମା ଲକ୍ଷ୍ମୀ ଦେବୀ କମଳାସନ ଉପରେ ବିରାଜମାନ ହୋଇଛନ୍ତି। ଏହି ହସ୍ତରେ କମଳ ଧାର କରି ସିଏ ମଧ୍ୟ ବୃଷଭ ଉପରେ ଆରୂଢ଼ ଈଶ୍ୱର ଦେବୀ ଶ୍ଵେତ ରୂପ ଧାରଣ କରିଛନ୍ତି। ବ୍ରାହ୍ମୀ ଦେବୀ ହଂସ ଉପରେ ଆସିଛନ୍ତି। ସମସ୍ତ ପ୍ରକାର ଆଭୂଷଣ ଦ୍ୱାରା ବିଶିଷ୍ଟ ହୋଇଛନ୍ତି। ଏହି ପ୍ରକାର ଏହି ସମସ୍ତ ମାତୃଗଣ ସମସ୍ତ ପ୍ରକାର ଯୋଗ ଶକ୍ତି ସମ୍ପନ୍ନ ଅଟନ୍ତି। ଏମାନଙ୍କ ଆହୁରି ମଧ୍ୟ ଅନେକ ଦେବୀ ଅଛନ୍ତି ଯେଉଁମାନେ ଅନେକ ପ୍ରକାର ଆଭୂଷଣରେ ଶୋଭାଯୁକ୍ତ ନାନା ପ୍ରକାର ରତ୍ନ ଦେଇଛନ୍ତି। ତେଣୁ ମୋର କହିବା କଥା ନବରାତ୍ରିରେ ଯୋଉ ପ୍ରିୟ ଭକ୍ତ ମାନେ ଅଛନ୍ତି ଏଇ ରବରକୁ ଚିନ୍ତନ କରନ୍ତୁ। ଆଉ ଆ ଦ୍ୱାରା କଣ ହବ, ତାଙ୍କର ମନ୍ତ୍ର ସାଥିବ। ଆଉ ଗୋଟିଏ ଜିନିଷ ଅଛି, ଯୋଉଠି ଦେବୀ ଅଛନ୍ତି ତାଙ୍କୁ ଯଦି ଆପଣ 8 ଦିନ ତାଙ୍କ ନାଁ ଧରି ଡାକିବେ ସେ ଆପଣ ପାଖକୁ ପଳେଇ ଆସିବେ। ଆପଣଙ୍କୁ ସବୁ ସମୟରେ ସାହାଯ୍ୟ କରିବେ। ଯାହା ଦରକାର ଏ ସ୍ୱରୂପରେ ଆସିବେ। କିନ୍ତୁ ଆପଣଙ୍କୁ ଟିକେ ଅଲଗା ସହ୍ୟ କରିବାକୁ ପଡିବ, ନହେଲେ ସେ ଆପଣ ପତ୍ନୀକୁ ଫୋପାଡ଼ି ଦେବେ ଉଠିକି। ସେ ଆପଣଙ୍କୁ ସ୍ନେହ ଶ୍ରଦ୍ଧାରେ ଆସିବେ। ଆପଣ ତାକୁ ଝିଅ ରୂପରେ ଗ୍ରହଣ କଲେ ଆପଣ ରକ୍ଷା ପାଇବେ। ଯୋଉ ଦେବୀ ମା ମୋ ପାଖକୁ 4 ଦିନ ତଳେ ଆସିଥିଲେ ରାତିରେ, ଆଉ ଅବଶ୍ୟ ଆପଣଙ୍କୁ ମିଛ, ଯିଏ କହିବେ ମିଛ ତାଙ୍କୁ ପରୀକ୍ଷା ରୂପକ ସେ ଦେବୀ ଦିଙ୍କର ନାଁ ଦିଆଯିବ। 8 ଦିନ ତାଙ୍କ ନାଁ ଡାକିଲେ 8 ଦିନ ଭିତରେ ସେ ଆପଣଙ୍କୁ ଦେଖାଦେବେ ସ୍ୱରୂପରେ। ଆଉ ତାଙ୍କର ଖାଦ୍ୟ ହଉଛି ଟିକେ ଫଳମୂଳ ଖାଦ୍ୟ। ତାଙ୍କ ଆସିଲା ମାନେ ଫଳମୂଳ ଦେବାକୁ ପଡେ। ବେଷ୍ଟ କଦଳୀ ହଉ ବା ସେଉ ହଉ ଦେବାକୁ ପଡେ। ଇଏ ହଉଛି ସତ ଘଟଣା। କାହିଁକିନା କଳି କାଳରେ ଯିଏ ସତ କହିବ ତାକୁ କିଏ ବିଶ୍ୱାସ କରିବେନି। ମୁଁ ସତ କହୁଛି। ଆଜି ନବରାତ୍ରି ପୂଜା ଆରମ୍ଭ। ମାଙ୍କର ଡ୍ୟୁଟି ଦେବୀ ସବୁବେଳେ ସେଇ ଭକ୍ତ ମାନ ଯଦି 8 ଦିନ ତାଙ୍କ ନାଁ ଖାଲି ଡାକେ ସେ ତାକୁ ଦେଖା ଦିଅନ୍ତି, ତା ପାଖେ ଜଗିକି ରୁହନ୍ତି, ଆଉ ସବୁ ବିପଦ ରକ୍ଷା କରନ୍ତି। ଅର୍ଥ ମାଗିଲା ମାନେ ସେ ଦେବେ, ଆଉ ଆସିବେ ନାହିଁ। ଧର ଆପଣ କୋଠା କରିବାକୁ ଚାହିଁଲେ, ଅର୍ଥ ମାଗିଦେଲେ ମତେ 10 ଲକ୍ଷ ଦିଏ 15 ଲକ୍ଷ, ସେ ଦେବେ କିନ୍ତୁ ଆଉ ଆପଣ ପାଖକୁ ଆସିବେନି। ଗଲା, ଆପଣଙ୍କ ସବୁ ସରିଯିବ। ତେଣୁ ଯିଏ ସବୁବେଳେ ଆପଣଙ୍କୁ ସାହାଯ୍ୟ କରିବେ ବିପଦ ଆପଦରେ ରକ୍ଷା, ଗାଡି ଘୋଡା ସବୁଥିରେ, ତାଙ୍କ ଆପଣ ଅର୍ଥ କାହିଁ ମାଗିବେ? ତେଣୁ ଏଇଠି ସତ ଘଟଣା। ତେଣୁ ମାଙ୍କ ଭିତରେ ଇଏ ଗୋଟେ ଆଜି ନବରାତ୍ରି ସତ କଥା କହିଲି। ଯୋଉ ଦେବୀ 2 ଜଣ ମୋ ପାଖରେ ମଧ୍ୟ ବର୍ତ୍ତମାନ ଅଛନ୍ତି। ମୁଁ ତାଙ୍କରି ଆଶୀର୍ବାଦରୁ ଆପଣଙ୍କୁ ସବୁ କଥା ଚାଞ୍ଚଲ୍ୟକର କଥା କୁହେ। ବାତ୍ୟାର ଆଭାସ ସେଇ ଦିଅନ୍ତି ମତେ। ବାତ୍ୟା ହବ ବୋଲିକିରି ଆଜି ସନ୍ଧ୍ୟାବେଳେ କହିଲେ ବାତ୍ୟା ହବ।
ଆଉ ତୁ ଯାଉ 2-4 ଦିନ ତାକୁ ଗାର୍ଡ ଦବୁ। एकथा कहले मु आपन कहूची जे एति बात्या हब। आ जदि बात्या हुए छोटकटिया बात्या हब नहीं, टिके मध्यम बा बड़ धरण बात्या हेई पारे। एक कथा भी कहले मु कहली मां कहूना आज कहदेबी ना नाई आज कुह ना। मु कहली जो माने कहउचंती बात्या हब ये ना तू तो काट ना से कहंतु कना ता आगुरु मु ताकरी आशीर्वादरु 29 तारिख बात्या हब नै बोली कहितली। आज आपन को लुचेईची कहि नै पुनी ताकरी आशीर्वादरु एते तिथि बात्या बोली कहितली। तेणु ये 2025 टा जो टिके जीवा बेले मनुष्य को चेतई देव जे न चेतिले 2026 से सब मारिदेव। एटा हूँ ध्रुव सत्य कथा मान ध्रुव सत्य माँ मत जहाँ कहते मुझे करी सी जो देवी दिज मो पर बर्तमान सुधा अच्छा। तेणु आप ना कहे नहीं तेणु ना कहला माने आपको पलैबे असुविधा हम। तेणु समय आसो जो आप विश्वस्त होते दीदी ना कहि सी आपको गोड़े गोड़े देखा देवे साहाय्य करेंगे सब करेंगे। दरकार पड़े भी आप सेवा करेंगे दरकार पड़े आप घर पहरी देवे किंतु अत्याचार अन्याय आपण ऊपर हेबाक देबे ना। आपण शत्रु आसिया पर से आपन कहते आपण शत्रु आसुची या होची ध्रुव सत्य सब जगी रहिबे। तेणु मु आज नवरात्रि गोटे शुभ खबर आमर जो श्रोता अच्छी देली। देवी 2 जन अच्छी जो देवी का नाम स्मरण कले से तत्क्षण पाक बेसी नहीं 8 दिन 8 दिन 10 दिन तो हूँ 10 महाविद्या 10 दिन से आपको देखा देवे आसवे। से देवी 2 जन को माँ द्वापर जुगु छाड़ी आउे आउ जड़े देवता अच्छा से दिन देवता छाड़ी गोटे सिटीजेन गोटे मिटीजेन से 2टा अच्छा सी भी ना सी तुम पाखे रहती गाड़ी घोड़ा चलने साहय करती। तेणु से डेंजर देवता तो टी ब्रह्मरागी आउ सिटीजेन मिटीजेन से ब्रह्मरागी एटा टी असुविधा। तेणु मुझे दौनी ये 2 जन माँ जे दयालु आ फलमूल खाते और किसी खाते नहीं। ये हूँ कथा। आज मु नवरात्रि गोटे शुभ संवाद देली आमर हुदानंद बाबू को जे ओडपिक मालिकर जे संसार रे जो माने सिद्ध पुरुष अच्छे आ जो माने परम जोगलय अच्छे जो माने ए नवरात्रि रे माँ को आराधना करुचंती। ए गुप्त नवरात्र नुहे गुप्त नवरात्र आषाढ़ मान साधक मान से कथा आम कर सारीचु। तेणु एबे ए नवरात्र मर्यादा पुरुष पुरुषोत्तमकर से निजर रावण को जय पाई पूजा करथिले। तेणु ये नवरात्र को सारा भारत वर्ष रे भारत बाहर मध्य किछि देश पालन करती दुर्गा मध्य करुचंदी या कि पाकिस्तान रे भी होउछि। तेणु मु कहया कथा ये पवित्र दिन रे आपण माने यही बड़ी मुक्त सेवा करंतु मुक्त मंत्र ग्रहण करंतु सिद्ध गुरु करंतु सिद्ध कथा शुणु छत वचन कहतु परधन हरण करतु नहीं पर को मिछ कहतु नहीं भिकिया मागी कर्म करतु चलिबो कि चोरी करतु नहीं अन्य आखिरे लुह दिंतु नहीं सबू बाध्य लुह देले आपण महापापे पड़े। तेणु मु आज एति कही रोची भगवान समस्त मंगल करतु। मु जहाटा कहली जो माने आपको अविश्वास करेंगे करंतु किसी दुख नहीं क्या जो माने विश्वास करेंगे तार भी किसी दुख नहीं कहीं मु दुख और सुख आलुओ और अंधार नकारात्मक शक्ति सकारात्मक शक्ति ये सब समान कहा पाखे गोटे प्रभु पाखे जगन्नाथ पाखे एगुड़ा सब समान ताको सुख भल लगे दुख भल लगे किंतु एतिकी भक्त आखिरे लुह देखिले सी संभाली पारती नहीं। एटा ध्रुव सत्य काली परीक्षा करी मो आखिरे लुह आसीगला आउ जो कहीं लुह आसला 1 रे मूषा 2 रे मशा 3 रे वर्षा ता प्रबल घड़घड़ी जो घड़घड़ी घर द्वारा आलोट कर दूताए आ घर पाखे मारुताए। मुझे प्रभु तू मत 1 रे घरे वर्षा करुचु 2 रे मूषा पड़ी मूषा आसी ऊपर चढ़ुची 3 रे मशा कामुचे ये भल नुहे मो आखि लुह बाहर पड़ा आपण को मिछ मत सत वर्षा बंद हो गला 12 योजन घुंचीगला वर्षा घड़घड़ी सब मन तत्काल बंद हो गला। तेणु मुझे जगन्नाथ को जहाँ कही मो भक्त आखिर लुह झरिले मु संभाली पारे नहीं मुझे भक्त ने दास नु दास कहीं महाप्रभु अच्युत कही
ଭୂତେର ଭୂତ୍ୟ ପରିଭୂତ୍ୟ ଭଳି ଦିଆଯାଉଛି ତ ତେଣୁ ଆମେ ଦାସନ ଦଶ ପାଟିରୁ ଯଦି ଭକ୍ତ ବାହାରି ଯାଉଛି ସେ ତାଙ୍କରି ପ୍ରେରଣା। ତେଣୁ ସମସ୍ତଙ୍କୁ ପ୍ରଣାମ। ଆଉ ସମସ୍ତଙ୍କୁ ଭଗବାନ ଆଶୀର୍ବାଦ ସମସ୍ତେ ଭକ୍ତି ଭାବରେ ଲୟ ହୁଅନ୍ତୁ। ଆଉ ସମୟ ନାହିଁ, 7 ମାସ ପରେ ଯଜ୍ଞ ଆରମ୍ଭ ହବ। ଯୋଉ ଯଜ୍ଞରେ ସବୁ ଦେବତା ମାନେ ଓହ୍ଲେଇବେ ସବୁ ଧର୍ମର। ସେ ଦେବତା ମାନଙ୍କ ଧର୍ମରେ ଗୋଟେ ଓହ୍ଲେଇଲା ବେଳେ ଯେମିତି 99 ମସିହାରେ ଗୋଟିଏ ଦେବୀ ଓହ୍ଲେଇଥିଲେ, ତାଙ୍କ ଆଜି କହିଦଉଛି ନକାରାତ୍ମକ ଶକ୍ତି ଗୋଟେ ଦେବୀ ଅଲକ୍ଷ୍ମୀ ଓହ୍ଲେଇଥିଲେ, ଲକ୍ଷ୍ମୀ ପଳେଇଛନ୍ତି। ତେଣୁ ସେ ଲକ୍ଷ୍ମୀ ଯେତେବେଳେ ପଳେଇଲେ, ଅଲକ୍ଷ୍ମୀ ଓହ୍ଲେଇଲେ, ସେତେବେଳେ ଯୋଉ ପବନ ହେଇଥିଲା, ଏଇ ସବୁ ଦେବୀ ଆଦି ଓହ୍ଲେଇବେ, ଗୋଟେ ବିରାଟ ବଡ ପବନ ହବ। ଯୋଉ ପବନକୁ ସମ୍ଭାଳିବା କଷ୍ଟକର ହବ। ସମୁଦ୍ର ଉଠିବ, କିନ୍ତୁ ସମୁଦ୍ରକୁ ସେ ଦେବୀ ଉଠେଇ ଦେବେ ନାହିଁ କି ଜଗନ୍ନାଥ ଉଠେଇ ଦେବେ ନାହିଁ, ଅଟକେଇବେ। କିନ୍ତୁ ଗାଁ ଗାଁରେ ଯୋଉ ହଣାକଟା ହବ ହେଉଛି ଦୂର ସତ୍ୟ। କାରଣ ସେ ମତେ କହିଛନ୍ତି କହିବାକୁ, ଯୋଉ ଦେବୀ ବର୍ତ୍ତମାନ ମୋ ପାଖରେ ଅଛନ୍ତି ସେ କହିଥିଲେ କହିବାକୁ। ଆଉ ସ୍ୱୟଂ ଜଗନ୍ନାଥ କିଛି ଅଂଶରେ କହିଛନ୍ତି। ତେଣୁ ମୁଁ ଖାଲି ଏକଥାକୁ ଯେ ଓଡିପିକି ଚ୍ୟାନେଲ ମାରି ଦେଲି, ଏହା କେବେ ମିଛ ନୁହେଁ, ଏହା ହେଉଛି ଧ୍ରୁବ ସତ୍ୟ, ଏହା ଘଟିତ ହବ। ଆଉ ମାସଟା କହିଛନ୍ତି, ମୁଁ ମାସକୁ ଜଣକୁ ଉତ୍ତର ଦେଇଦେଲି, କିନ୍ତୁ ଉତ୍ତର ଦେବାକୁ ମନା କରିଛନ୍ତି। ଆଉ କେତେ ତାରିଖ ମୁଁ ଜାଣିଛି ତା ବି କହୁନି, କହିବାକୁ ମନା କରିଛନ୍ତି। ତେଣୁ ଆ ପୂର୍ବରୁ ଗୋଟେ କହିଦେଇଥିଲି, 21 ତାରିଖରେ ଘୂର୍ଣ୍ଣିବଳୟ ହବ, 22 ତାରିଖରେ ଲଘୁଚାପ ହବ, 23 ତାରିଖରେ ଅବପାତ ହବ, ବାତ୍ୟା ସୃଷ୍ଟି ହବ, 24 ତାରିଖରେ ବୋହିବ। 3.5 ଲକ୍ଷ ଲୋକ ଦେଖିଲେ, କିନ୍ତୁ ମୋର କ୍ଷତି ହେଲା ବହୁତ। ତେଣୁ ହବ। ଏବେ ଯୋଉ ବାତ୍ୟା ଆସୁଛି ହବ। ମୁଁ କହିବି ବାତ୍ୟା କେତେଠୁ କେତେ ଭିତରେ ହବ, କିନ୍ତୁ ତାରିଖ କହିବି ନାହିଁ। ଏତିକି ଦିନ ଭିତରେ ବାତ୍ୟା ହବ, 8 ଦିନ ଭିତରେ ହବ, 7 ଦିନ ଭିତରେ ହବ, 4 ଦିନ ଭିତରେ ଏମିତି କହିପାରିବି। ମନା କରିଛନ୍ତି। କାରଣ ଏଗୁଡା କହିଲା ବେଳକୁ ମୋର ବହୁ କ୍ଷତି ହଉଛି, ଆଉ ଯୋଉ କ୍ଷତିକି ମୁଁ ସମ୍ଭାଳି ପାରୁନି। ତେଣୁ ଆମ ଚ୍ୟାନେଲ ଭାଇକି ଆଶୀର୍ବାଦ ଦଉଛି, ଭଗବାନ ଭଲରେ ରଖନ୍ତୁ। ଆଉ ସେ ସମସ୍ତଙ୍କ ଦ୍ଵାରା ତାଙ୍କ ଚ୍ୟାନେଲରେ ଜଗତର ମଙ୍ଗଳ କରନ୍ତୁ। ଜଗତର ମଙ୍ଗଳ, ତାଙ୍କ ମଙ୍ଗଳ ତାପରେ ଆପେ ଆପେ ଆପେ। ଏଇ ଯୋଉ ସୁଖ ଖବର ଦେଲି, ଆକୁ କେତେ ଲୋକ ବିଶ୍ୱାସ କରିବେ, କେତେ ବିଶ୍ୱାସ କରିବେ, ମୋର ସେଥିରେ ଯାଏ ଆସେ ନାହିଁ। କିନ୍ତୁ ମୁଁ ଜାଣିଛି ପରମ ବୈଷ୍ଣବୀ ମା ଦେବୀ ସବୁବେଳେ ଜାଗ୍ରତ ଅଛନ୍ତି, ସବୁବେଳେ ଭକ୍ତକୁ ଦେଖା ଦଉଛନ୍ତି। ଏଇଟା ସତ୍ୟ। ଯୋଉମାନେ ତାଙ୍କ ଭକ୍ତିପୂତ ଭାବେ ପ୍ରଣାମ କରୁଛନ୍ତି, ସ୍ୱତଃ ଦେଖା ହଉଛନ୍ତି। ଆଉ ଯଦି କିଏ ଚାହାନ୍ତି, ଜଣେ ଅକ୍ଷୟାନନ୍ଦ ସରସ୍ୱତୀ ବି ଅଛନ୍ତି, ଏବେ ବଞ୍ଚିଛନ୍ତି, ତାଙ୍କ ସୁଷମା ମାତା ଅଛନ୍ତି, ସେ ସୁଚୁକରେ ଦେଖିଛନ୍ତି, ମୋ ସାଙ୍ଗରେ ଗଲେ ଦେଖିଲେ। ତେଣୁ ମୁଁ ଏତିକି କହୁଛି, ତାଙ୍କଠୁ ପ୍ରମାଣ ନେଇ ପାରନ୍ତି। ଆଚ୍ଛା ହଉ, ମୁଁ ଏତିକି ରହୁଛି। ସମସ୍ତଙ୍କୁ ଭଗବାନ ଭଲରେ ରଖନ୍ତୁ। ଗଙ୍ଗେ ହର ନର୍ମଦେ ହର ଜଟାଶଙ୍କର ପାର୍ବତୀ ହର ହର ମହାଦେବ।